ଟିକେ ଅନ୍ଧାର ହେଇଯାଇଛି, ଲାଇଟ୍ ନାହିଁ, ତେଣୁ ଏମିତି ଦେଖାଯାଉଛି। ଲାଇଟ୍ ପଡ଼ିଲେ ଭଲ ଦେଖାଯିବ ବୋଲି ମୁଁ ଭାବୁଛି। ଏଇଟା ହେଉଛି ରୋଷେଇ ଘରର ଷ୍ଟାଇଲ୍ ହେଲା। ସେଇଟା ଗୋଟେ ରୁମ୍ର ସରିଲା, ଏଇଟା ଗୋଟେ ରୁମ୍ର। এইটা দেখো, এটা ତା ସହିତ ଏମିତି ଏଇଟା ଆମର ଟଏଲେଟ୍ର ବୋର୍ଡ଼ ପରେ ଜଷ୍ଟ ବୁଲିଲା ବେଳକୁ ଏଇଠି ହେଉଛି ଆମର ୱାସିଂ ମେସିନ୍ ଆଉ ହାତ ଧୁଆ ଧୁଇର ଅଛି, ତାର ୱାଲ୍। ପୁରା ସାଇନିଂ କରୁଛି ଏଇଠି, ମୋର ଫଟୋ ବି ଦେଖାଯାଉଛି, ଦେଖୁଛନ୍ତି। ଏମିତି ହେଇଛି ଏଇ ୱାଲ୍ ଗୋଟେ। ତାପରେ ଯିବା, ଚାଲନ୍ତୁ ବିଗ୍ ହଲ୍। ବିଗ୍ ହଲ୍ର ଟାଇଲ୍ ପଡ଼ିଗଲା, ଖାଲି ଜଷ୍ଟ ରୋଷେଇ ଘର ଏଇ କାର୍ପେଟ୍ଟା ଲାଗିବାର ଅଛି। ଏଇଟା ରୋଷେଇ ଘର, ଏଇ ରୋଷେଇ ଘରର ପୁରା ଯେଉଁ ପାଞ୍ଚ ୱାଲ୍ଟା ଉଠିଥିଲା ଏପଟର, ଏଇଟା ପୁରା ଯାଇକି ଛାତରେ ଲାଗିଲା। ଏମିତି ପୁରା ଲାଗିଛି ଛାତକୁ। এইটা ହେଲା ବିଗ୍ ହଲ୍ର ରୋଷେଇ ଘର। ତାର ଜଷ୍ଟ ଝରକା ପରେ ଆମର ୱାସିଂ ମେସିନ୍, ହାତ ଧୋଇବା ପାଇଁ ଯେଉଁ ବେସିନ୍ଟା ଅଛି ସେଇ କାନ୍ଥ। এইটা ହେଉଛି ଫ୍ଲୋର୍ ସହିତ ଉଠିଲା, ଏଇଟା ଭାଇନା ଆଣିଥିଲେ ଟାଇଲ୍, ଆମେ ବ୍ରହ୍ମପୁର ଆଣିଥିଲୁ। ଏଇ ଟାଇଲ୍ର ଯେଉଁ ଜଏଣ୍ଟ ହେଇଛି ସେଇଟା ଏବେ ଆସିଲା, ପୁରା ଟପ୍କୁ ଲାଗିଲା ଛାତ ଯାଏ। ଦେଖିଲେ, ଆଉ ଯଦି ଭୁଲ ହେଇଛି କ୍ଷମା କରିବେ, ଆଉ କ'ଣ କରିବା, ଆଣିଲି ଆଉ। ଯେତେବେଳେ ୱାରିଂ ହେଇଯିବ ସେତେବେଳେ ଭଲ ଲାଗିବ। ଏ ଘରର ସବୁ ଲାଗି ସାରିଲା, ବଡ଼ ଘରର ସବୁ ଘରର କାମ ସରିଲା। ଆଜି ଖାଲି ବେସିନ୍ ଲଗାଇଦେବେ, ତାର ପଳେଇବେ। ରହିଲି, ଧନ୍ୟବାଦ।